ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା। ରାଜ୍ୟର ଅଧିକାଂଶ ସ୍ଥାନ ବନ୍ୟାରେ ଓହଟୁ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏହା ମଧ୍ୟରେ ଶନିବାର ପୂର୍ବାହ୍ନରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତ ରହିଥିଲେ। ବନ୍ୟା ସ୍ଥିତି ପ୍ରସଙ୍ଗରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟା ରଖିଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି। 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ପଞ୍ଚାୟତରାଜ ବିଭାଗର ଅଧିକାରୀଙ୍କୁ ତଳ ସ୍ତରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ଟାଙ୍କି ସହ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି। ବନ୍ୟାରେ 4.88 ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। 9 ଜିଲ୍ଲାର 4,88,000 ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏନେଇ ସୂଚନା ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 58 ଭେଟେନାରୀ ଟିମ୍ ନିୟୋଜିତ ଥିବାବେଳେ 245 ସ୍ଥାନରେ ସ୍ୱାସ୍ଥ୍ୟ କ୍ୟାମ୍ପ, 15,000 ପଶୁଙ୍କୁ ଚିକିତ୍ସା ସହ 263 ମେଟ୍ରିକ୍ ଟନ୍ ଖାଦ୍ୟ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଜଳକା ସାଳନ୍ଦୀ ବୈତରଣୀରେ ବନ୍ୟା ଆସିବାରୁ ରାଜ୍ୟର 14ଟି ଜିଲ୍ଲାର 8,34,741 ଲୋକ ପ୍ରଭାବିତ ହୋଇଛନ୍ତି। ଏହି 14ଟି ଜିଲ୍ଲାର 65ଟି ବ୍ଲକ, 492 ପଞ୍ଚାୟତ, 1,446 ଗାଁ, 13ଟି ସହରାଞ୍ଚଳର 201ଟି ୱାର୍ଡର ଜନସାଧାରଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତଙ୍କ ମଧ୍ୟରୁ 2,67,301 ଜଣଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। 26,942.3 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। 1,082ଟି ଘର ବନ୍ୟା ପାଣିରେ ଭାଙ୍ଗିଥିବା ବେଳେ 509ଟି ରିଲିଫ୍ କ୍ୟାମ୍ପରେ 2,38,514 ଜଣ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।